मोर प्रिय पिलामाने आशा करी समस्ते बहुत ही भलरे थिबो एवं आपणकर परिवार भी प्रायतः समस्ते बहुत ही भलरे थिबे। मैक्सिमम पिलांको मनरे गोटे डाउट कि सर आमे एग्रीमेंट पेपर आपणकर केमितिका फिल करिवु नंबर 1। नंबर 2 सर सेही दिन जो जीवु कोन सब डॉक्यूमेंट्स नै कि जीवु। नंबर 2 आपणकर डाउट एक्चुअली देखंतु नाना मुनिଙ୍କର नाना मत से भଳିया ସବୁ ଜିଲ୍ଲାର ଗୋଟେ ଗୋଟେ ଅଲଗା ଟାଇପ ର ହେଲା। ସବୁ ଜିଲ୍ଲା ମାନେ ତାଙ୍କର ମନ ଇଚ୍ଛା ହେଲା କିଏ କଣ ବାହାର କରୁଛନ୍ତି ମନ ଇଚ୍ଛା। ଏଇ ଜିଲ୍ଲା ଆପଣଙ୍କର ଏମିତି, ସେଇ ଜିଲ୍ଲା ଆପଣଙ୍କର ସେମିତି। ଯେମିତି ଦେଖନ୍ତୁ ହେଲା, ଏଇଟା ଆପଣଙ୍କର କେନ୍ଦ୍ରାପଡା ଜିଲ୍ଲାର ଆଜି ହିଁ ଆପଣଙ୍କର ବାହାରିଛି। ଏବେ କେନ୍ଦ୍ରାପଡା ଜିଲ୍ଲା ବାଲା ଆପଣଙ୍କର କଣ କହୁଛନ୍ତି ନା, ଏଇ ଯୋଉ ଏଗ୍ରିମେଣ୍ଟ ତ ଆପଣ ନେଇକି ଯିବେ, କେମିତି କରିବେ ମୁଁ କହୁଛି ହେଲା। କାଲି ମୁଁ ଆପଣଙ୍କର ଦରକାର ପଡିଲେ ଲାଇଭ ମଧ୍ୟ ମୁଁ ଆପଣଙ୍କର ନୋଟାରୀ ଅଫିସକୁ ଯାଇକି ଆପଣଙ୍କ ପାଇଁ ଭିଡିଓ ବନେଇଦେବି। ଠିକ ଅଛି, ଏଇଟା ତ ଆପଣ ନେଇକି ଯିବେ। ତା ସହିତ ସେମାନେ ପୁଣି ତାଙ୍କର ଲଗେଇଛନ୍ତି, ଦେଖନ୍ତୁ କଣ କିରେ କହିଲେ ନା, ପ୍ଲିଜ ସବମିଟ ଅଲ ଏଜୁକେଶନାଲ, ମାନେ ସବୁ ଆପଣ 10th +2 +3 ଯାହା ଯାହା ସବମିଟ କରିଥିଲେ ତାହା ବି, ପୁଣି କାଷ୍ଟ ସାର୍ଟିଫିକେଟ, ପୁଣି ପାସପୋର୍ଟ ସାଇଜ ଫଟୋଗ୍ରାଫ ନେଇକି ଆପଣ ପୁଣି ଆଧାର କାର୍ଡ ପୁଣି ଆପଣଙ୍କର ନେଇକି ଯିବେ। ତେଣୁକରି ଦେଖନ୍ତୁ, ଆପଣ ଗୋଟେ କାମ କରିବେ ସେଫ୍ ଜୋନରେ ରହିବା ପାଇଁ ନା, ଯୋଉ ସବୁ ଡକୁମେଣ୍ଟକୁ ଆପଣଙ୍କର ଭେରିଫିକେସନ ଦିନ ଆପଣ ନେଇକି ଯାଇଥିଲେ ନା, ସେଇ ଜିନିଷ ଗୁଡାକୁ ଦୁଇଟା ସେମାନେ ଧରିଥିବେ ହେଲା, ଜେରକ୍ସ କରିକି ଧରିଥିବେ। କାଳେ ମାଗିଦେଲେ ପୁଣି ଅସୁବିଧା, ପୁଣି ଏତେ ଦୂର ପୁଣି କେମିତି ଯାଇକି ଆସିବେ। ଦେଖୁଛନ୍ତି ନା ସବୁ ଜିଲ୍ଲାରେ ଗୋଟେ ଅଲଗା ଅଲଗା, ଅନ୍ୟ ଜିଲ୍ଲା ମାନଙ୍କରେ ଲେଖା ହେଇନଥିବ, ଆପଣ କହିପାରିବେନି ନା। ଏତେ ଦୂରକୁ ଯାଇଥିବେ ମାଗିଦେଲେ କଣ କରିବେ। ତେଣୁକରି ମୋ ମତରେ ଆପଣ ଧରିଥିବେ ହେଲା। ଏଇ ଯୋଉ ଏଇଟାକୁ ତ ଆପଣ ଏଗ୍ରିମେଣ୍ଟଟାକୁ ତ ଧରିକି ଯିବେ। ଏତେ ବଡ ବ୍ୟାଗ ଟା ନେଇକି ଯାଉଛନ୍ତି, ଡକୁମେଣ୍ଟ ଟିକେ ଧରିଥିଲେ ବି ତ କିଛି ଭାରି ହବନି ନା। ଧରି ଦେଇଥିବେ ହେଲା, ନହେଲେ ପୁଣି ହଇରାଣ ହେବେ। ସବୁ ସାର୍ଟିଫିକେଟ ଅରିଜିନାଲ ଜେରକ୍ସ ବି ଧରି ଦେଇଥିବେ, କାଷ୍ଟ ସାର୍ଟିଫିକେଟ ବି ଧରି ଦେଇଥିବେ। ଆଉ ଯାହା ଯାହା ମାନେ ନେଇକି ଯାଇଥିଲେ ରେ, ଯୋଉ ଜିନିଷ ଗୁଡାକୁ ଆପଣ ଭେରିଫିକେସନ ଟାଇମରେ ଧରିଥିଲେ ତାକୁ ବି ଧରିଥିବେ। ଆଉ ଦେଖନ୍ତୁ ଟାଇମିଂ ରେ ଆପଣ ପହଞ୍ଚିବେ। ଏବେ ଆସନ୍ତୁ ଡିସ୍କସନ କରିବା। ହଁ, ଆଉ ଯୋଉ ଜିଲ୍ଲାରେ ଆପଣ ପାଇଛନ୍ତି ନା, ସେଇ ଜିଲ୍ଲାକୁ ଆପଣ ନିଜେ ନିଜେ ଚେକ୍ କରୁଥିବେ। ଧରାଯାଉ ଆପଣ ପାଇଛନ୍ତି ଆପଣଙ୍କର ଅ, କେନ୍ଦ୍ରାପଡାରେ ପାଇଛନ୍ତି। ଆପଣ କେନ୍ଦ୍ରାପଡା ସିମ୍ପଲି ଖାଲି ଗୁଗୁଲରେ ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଯୋଉ ପ୍ରଥମ ୱେବସାଇଟଟି ଆସିବ, kendrapada.odisha.gov.in, ଏହା ଉପରେ ଆପଣ କ୍ଲିକ୍ କରିବେ। ଏହା ଉପରେ କ୍ଲିକ୍ କଲା ପରେ ଟିକେ ସ୍କ୍ରଲ ଡାଉନ ଆପଣ କରିବେ। ସ୍କ୍ରଲ ଡାଉନ କଲା ପରେ ଦେଖନ୍ତୁ ଆପଣଙ୍କୁ କୌଣସି ବି ଜାଗାରେ ଶୋ କରୁଥିବ, ନୋଟିଫିକେସନରେ ଶୋ କରିପାରେ, ନହେଲେ ରିକ୍ରୁଟମେଣ୍ଟରେ, ନହେଲେ କୌଣସି ବି ଜାଗାରେ। ଆଉ ଯାହାର ଶୋ କରୁନି ଟିକେ ୱେଟ୍ କରିବେ। କିନ୍ତୁ ମନେ ରଖନ୍ତୁ, ସବୁଗୁଡା ପ୍ରାୟତଃ ସବୁ ଜିଲ୍ଲାରେ ଏଇ ୱିକ୍ ନହେଲେ 30 ତାରିଖ ସୁଦ୍ଧା ପ୍ରାୟତଃ କମ୍ପ୍ଲିଟ ହେଇଯିବ। 1-2 ତାରିଖ ସୁଦ୍ଧା କମ୍ପ୍ଲିଟ ହେଇଯିବ। କାହିଁକି ନା 5 ତାରିଖ ଓରିଏଣ୍ଟେସନ ଅଛି ମାନେ ଆପଣଙ୍କୁ କମ୍ପ୍ଲିଟ ହେଇଯିବ 30/1 ସୁଦ୍ଧା। ତ ଆପଣ କରିଦେବେ ହେଲା। ବୁଝିପାରିଲେ? ଏବେ ଆପଣ ଏଇଠି ଚେକ୍ କରିଦେବେ ଆପଣଙ୍କର। ଏବେ କେମିତି ତିଆରି କରିବେ ଭଲସେ ବୁଝନ୍ତୁ ହେଲା। ଆପଣ କଣ କରିବେ ନା, ଆପଣଙ୍କର ଜିଲ୍ଲାର ପ୍ରାୟ ଆପଣଙ୍କର ଜିଲ୍ଲାର ଥିବ, ଯୋଉ ଆପଣଙ୍କର ଏଇ ଯୋଉ ଧରାଯାଉ ଏଇଟା କେନ୍ଦ୍ରାପଡା ହେଲା, ଏଇଟା ଏଇ ଯୋଉ ପେଜ ନମ୍ବର 3 ଆଉ ପେଜ ନମ୍ବର 4, ଏଇ ଦୁଇଟାକୁ ପ୍ରିଣ୍ଟ ଆଉଟ କାଢିକି ନେଇକି ଯିବେ। କୋଉଠି ସାର୍ ଯିବୁ? ନୋଟାରୀ ଅଫିସ। ନୋଟାରୀ ଅଫିସ ସାର୍ କୋଉଠି? ସବୁ ବ୍ଲକ ମାନଙ୍କରେ ଅଛି। ସାର୍ ମୁଁ ପାଇଛି ଆପଣଙ୍କର କେନ୍ଦ୍ରାପଡା ଜିଲ୍ଲାରେ, କିନ୍ତୁ ମୋ ଘର ହଉଛି ବାଲେଶ୍ୱର। ସାର୍ ମୁଁ ବାଲେଶ୍ୱରରେ କରିକି ଗଲେ ହବ ନା? ଆଜ୍ଞା ହବ। କୌଣସି ବି ଜାଗାରେ କଲେ ହବରେ। ଏଗୁଡା ଏ ନୋଟାରୀ ପେପର ଗୁଡା ସମସ୍ତଙ୍କର ସମାନ ହେଲା। ଆପଣ କରିକି ଯିବେ। ଏବେ କଣ କରିବେ ନା, ଏଇ ପେଜ ଟା ନେଇକି ଯିବେ ହେଲା। 3 ଆଉ 4 ଯାହା ଥିବ ଆପଣଙ୍କର 3ଟା ପେଜ ଥାଇପାରେ, ଯାହା ଯାହା ଲେଖା ହେଇଥିବ ହେଲା, ସବୁ ଏଇଟାକୁ ନେଇକି ଆପଣ ଯିବେ। ନେଇକି ଗଲା ପରେ ତାଙ୍କୁ ଖାଲି କହିବେ ସେ ଏଇଟାକୁ ଆପଣ କୋଟ ପେପର କରିଦିଅନ୍ତୁ, ବା ସେ ବନେଇଦେବେ। ତାଙ୍କର ଗୋଟେ ଏକ୍ସପିରିଏନ୍ସ ହୋଲ୍ଡର ହେଲା, ଏକ୍ସପିରିଏନ୍ସ ହୋଲ୍ଡର ସେ। ଆଉ ତାକୁ ଟିକେ ଯେତେବେଳେ ବନେଇବେ ନା ହେଲା, ଟିକେ ସ୍ପେସ ଟିକେ ଭଲସେ ଦେବ, ସ୍ପେସ ଦେବା ପାଇଁ କହିବେ। ମାନେ ଅବିକଳ ସେମାନେ କଣ କରିବେ ନା, ଏଇଟା ଦେଖନ୍ତୁ ଏଇଟା ଟାଇପିଂ କରାହେଇଛି ହେଲା। ଅବିକଳ ସେମାନେ ପୁରାପୁରି ଏଇଭଳିଆ ଆପଣଙ୍କର ଟାଇପ କରିଦେବେ। ଏମିତି ଆପଣଙ୍କର ଟାଇପ ହେଇଯିବ ହେଲା। ଆପଣ ତାକୁ ନେଇକି ପଳେଇ ଆସିବେ, ଆଉ ୟାକୁ ଫିଲଅପ କରିବେନି। ତାର ସେଇଠି ଫିଲଅପ କରିଦେଲେ ହବନି। ଦେଖନ୍ତୁ ନାନା ନାନା ଜିଲ୍ଲା ନାନା ମତ। ଆପଣଙ୍କୁ ଦେଖନ୍ତୁ ଗଞ୍ଜାମ ଜିଲ୍ଲାରୁ ମୁଁ ଆପଣଙ୍କୁ ଦେଖଉଛି ହେଲା। ଗଞ୍ଜାମ ଜିଲ୍ଲାରେ ଟିକେ ପୂର୍ବରୁ ଭିଡିଓରେ ମୁଁ ଆପଣଙ୍କୁ ପୁରା ଓଡିଆରେ ଆପଣଙ୍କୁ ଦେଖେଇଥିଲି, ଶୁଦ୍ଧ ଓଡିଆରେ କଣ ଲେଖା ହେଇଛି ଦେଖିଥିଲେ ନା? ଶୁଦ୍ଧ ଓଡିଆରେ ଲେଖା ହେଇଛି। ଦେଖନ୍ତୁ ଏଥିରେ 11 ଟଙ୍କା ଲେଖା ହେଇଛି ନା। କେନ୍ଦ୍ରାପଡାରେ ଆପଣ ଦେଖିଲେ କେତେ? କେନ୍ଦ୍ରାପଡାରେ ଆପଣଙ୍କୁ ଦେଖନ୍ତୁ 10 ଟଙ୍କା ଲେଖା ହେଇଛି। 10 ଟଙ୍କା ହେଲା। ଏଇଭଳିଆ ମାନେ ସବୁ ଜିଲ୍ଲାରେ ଅଲଗା ଅଲଗା। ତ ୟା ପାଇଁ କେତେ ଟଙ୍କାର କରୁଛନ୍ତି ମ୍ୟାଟର ନାହିଁ। 10 ଟଙ୍କା 11 ଟଙ୍କା ଯାହା ଆଭେଲେବୁଲ ଥିବ। ଆଉ ଆପଣ କଣ ଘରୁ ବନେଇକି ଆଣିବେ କି? ଆଉ ଯାହା ଅଛି ଦେଲେ ସେଥିରେ କିଛି ଅସୁବିଧା ନାହିଁ ହେଲା।
ଏବେ ଦେଖନ୍ତୁ ଲେଖା ହେଇଛି ଆଗରୁ ପୂରଣ କରିଥିଲେ ତାହା ଗ୍ରହଣ କରାଯିବନି। ଆପଣ କଣ କରିବେ ନା ଖାଲି ଟାଇପ କରିକି ଆଣିବେ, ମାନେ ଏଇଟା ଟାଇପ ତ ନୁହେଁ, ସେମାନେ ପୁରାପୁରି ବନେଇକି ଆପଣଙ୍କର ଦେବେ। ଏଇଟାକୁ ଖାଲି ଆପଣ ନେଇକି ଆସିବେ ହେଲା। ଆଉ ତାଙ୍କ ସାମ୍ନାରେ ୟାକୁ ଫିଲଅପ କରିବେ। ସେ କହିଦେବେ ନା, ସେ କହିଦେବେ କୋଉ ଦିନ ଆପଣଙ୍କର ଜଏନିଂ ତାଙ୍କ ସାମ୍ନାରେ କରିବେ, ଅଧିକ ସମୟ ଲାଗିବନି ହେଲା। ତାପରେ କୋଉ ଜିଲ୍ଲାରେ ଆପଣଙ୍କର ପୋଷ୍ଟିଂ, ଆପଣଙ୍କର ନା ଏଇଟା ସେଇଠି ଫିଲଅପ କରିବେ ହେଲା। ଆପଣ ତାହେଲେ କଣ କଣ ନେଇକି ଯିବେ ମୁଁ ଆଉ ଥରେ ମନେ ପକେଇ ଦଉଛି। ଆପଣଙ୍କର କାମ ରହିବ ଯେ ଆପଣ ନିଜର ନୋଟାରୀ ଅଫିସକୁ ଯିବେ, ଆପଣ ଯାଆନ୍ତୁ କିମ୍ବା ବାପା ମା ଯାହାକୁ ପଠେଇବେ, ସେ ଯାଇକି ଏଇଟାକୁ ଆପଣଙ୍କର ବନେଇକି ଆଣିବେ। ଯୋଉ କୋର୍ଟ ପେପରରେ 11 ଟଙ୍କା ଥିବ 10 ଟଙ୍କା ଥିବ ଯାହା ଥିବ ମିନିମମ୍ ସେତିକି ଟଙ୍କାର ବନେଇବେ। ବନେଇକି ଏଇଟାକୁ ଆପଣ 2ଟା ଖଣ୍ଡେ ବନେଇବେ ହେଲେ ବନେଇ ଦିଅନ୍ତୁ। ଆଉ ହଁ ସାର୍ ଏଥିରେ ନୋଟାରୀ ଷ୍ଟାମ୍ପ ଲାଗିବ କି ନାହିଁ, ନୋଟାରୀ ଷ୍ଟାମ୍ପ ଲାଗିବ ନ ଲାଗିବ ସେଗୁଡା କିଛି ପ୍ରୋବ୍ଲେମ ନାହିଁ ରେ ହେଲା। ଆପଣ ଲଗେଇବା ପାଇଁ ଚାହୁଁଛନ୍ତି ଲଗାନ୍ତୁ, କାହିଁକି ନା ଗଭର୍ଣ୍ଣମେଣ୍ଟର ଷ୍ଟାମ୍ପ ପେପର କିଛି ନାହିଁ। ତାଙ୍କର ଗୋଟେ ଷ୍ଟାମ୍ପ ଲଗେଇ ଦିଅନ୍ତୁ, ଲଗେଇବେ ଲଗେଇବେ କଣ ଅସୁବିଧା, ସେଟା କିଛି ନାହିଁ। ଲଗେଇଲେ ଲଗାନ୍ତୁ ନହେଲେ ନାହିଁ, ନହେଲେ 2ଟା ବନେଇ ଦିଅନ୍ତୁ ହେଲା। ଗୋଟେରେ ଲାଗିଥିବ ଗୋଟେରେ ଲାଗିନଥିବ ବନେଇ ଦିଅନ୍ତୁ ଆପଣଙ୍କର ଇଚ୍ଛା। ସେଟା କଣ ଲେଖା ହେଇଛି କି ଆଉ ନୋଟାରୀ ଷ୍ଟାମ୍ପ ଲଗେଇବେ କି ନାହିଁ ଲେଖା ହେଇନି ହେଲା, ବୁଝିଲେ। ତାପରେ ଯୋଉ ଡକୁମେଣ୍ଟ ଆପଣଙ୍କର ମୁଁ କହିଲି ତାକୁ ବି ଟିକେ ଧରି ଦେଇଥାନ୍ତୁ, ଲେଖା ହେଇଛି କୋଉ ଜିଲ୍ଲାରେ କେମିତି ମାଗିଦେଲେ ପୁଣି ଏତେ ଦୂରରୁ ତ ଆଉ ଯାଇ ହବନି ନା। ଗୋଟେ ଦିନର ଟାଇମ ଦିଆହେଇଛି, ଯେମିତି କେନ୍ଦ୍ରାପଡା ଜିଲ୍ଲା ରିଜର୍ଭ ଡେ ରଖା ହେଇଛି, କିନ୍ତୁ ଅନ୍ୟ ଜିଲ୍ଲା ମାନଙ୍କୁ ରିଜର୍ଭ ଡେ ବଗେରା କିଛି ରଖା ହେଇନି। ତେଣୁକରି ଆପଣ ମାନେ କାଇଣ୍ଡଲି ସବୁ ଡକୁମେଣ୍ଟ ଗୁଡାକୁ ବି ଧରିଥିବେ, ଅରିଜିନାଲ ବି ଧରିଥାନ୍ତୁ, ଜେରକ୍ସ ବି ଦରକାର ପଡିଲେ ଦେବେ ନହେଲେ ନାହିଁ, କିଛି କଥା ନାହିଁ। ଠିକ ଅଛି, ବହୁତ ସୁନ୍ଦର। ଆପଣ ତ କନ୍ୟା ଦେଖିବା ପାଇଁ ଯାଉନାହାନ୍ତି ନା, ଠିକ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ।